ବହିଟିର ନାମ ଓଡ଼ିଶା ରାଜନୀତି ଶାସନ ଓ ବିକାଶ। ଏହାକୁ ଲେଖିଛନ୍ତି ରଣଜିତ ଗୁରୁ। ଏହି ବହିଟିର ପ୍ରକାଶକ ହେଉଛନ୍ତି ଆମ ଓଡ଼ିଶା। ଚାଲନ୍ତୁ ଏବେ ଏହି ବହିଟି ସମ୍ପର୍କରେ କିଛି ଆଲୋଚନା କରିବା। ରଣଜିତ ଗୁରୁ ଥିଲେ ନିରପେକ୍ଷ ଏବଂ ଅନାସକ୍ତ ସ୍ତମ୍ଭକାର। ଯଦି କାହା ପ୍ରତି ତାଙ୍କର ଆସକ୍ତି ଥିଲା ତାହା ହେଉଛି ଓଡ଼ିଶାର ଚାଷୀ, ଆଦିବାସୀ ଏବଂ ସମାଜର ତଳବର୍ଗରେ ଥିବା ମେହନତି ମଣିଷ ପ୍ରତି। ତାଙ୍କ ସାମ୍ବାଦିକତାର ଲକ୍ଷ୍ୟ ଥିଲା ଓଡ଼ିଶାର ସାମଗ୍ରିକ ବିକାଶ, ଶାସନର ସ୍ୱଚ୍ଛତା ଓ ଓଡ଼ିଶାର ସ୍ୱାଭିମାନ ପ୍ରତିଷ୍ଠା। କୃଷି କୃଷକ ସମସ୍ୟା ନେଇ ଏ ବହିରେ ଏକାଧିକ ପ୍ରବନ୍ଧ ରହିଛି। କୃଷି ସମ୍ପର୍କରେ ତାଙ୍କର ଗଭୀର ଅନୁପ୍ରବେଶ ଥିଲା। ତାଙ୍କର ଆଉ ଗୋଟିଏ ବିଷୟ ନେଇ ବିଶେଷ ଅଧ୍ୟୟନ ଥିଲା, ତାହା ହେଲା ନିର୍ବାଚନ। ସେ ବିଚାର କରୁଥିଲେ ଯେ ଭାରତ ପରି ଏକ ଗଣତନ୍ତ୍ରର ନିର୍ବାଚନ, ସେ ଲୋକସଭା ନିର୍ବାଚନ ହେଉ କି ବିଧାନସଭା ନିର୍ବାଚନ ହେଉ, ପଞ୍ଚାୟତ ନଗରପାଳିକା ନିର୍ବାଚନ, ତାହା ଗୋଟିଏ ଗୋଟିଏ ପର୍ବ। ଏହି ସଂକଳନରେ ବେଶ କେତୋଟି ପ୍ରବନ୍ଧ ନିର୍ବାଚନର ଚିତ୍ର ଓ ଚେହେରାକୁ ନେଇ ଲେଖାଯାଇଛି। ଏହି ସଂକଳନରେ ପ୍ରାୟ 65ଟି ପ୍ରବନ୍ଧ ରହିଛି। ଏଗୁଡ଼ିକରେ କେବଳ ଯେ ସମସାମୟିକ ଘଟଣାର ବ୍ୟବଚ୍ଛେଦ କରାଯାଇଛି ତାହା ନୁହେଁ, ସେ ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକର ଆଲୋଚନାର ଅନ୍ୟ ବହୁ ପ୍ରାସଙ୍ଗିକ ଘଟଣାର ଆଲୋଚନା ମଧ୍ୟ କରାଯାଇଛି। ରଣଜିତ ଗୁରୁ ତାଙ୍କର ପ୍ରତି ଲେଖା ପାଇଁ ପ୍ରଚୁର ପରିଶ୍ରମ କରୁଥିଲେ। ସବୁ ସ୍ତରର ପାଠକମାନଙ୍କ ମନରେ ଆଗ୍ରହ ସୃଷ୍ଟି ଲାଗି ସେ ଲୋକକଥା, ଐତିହାସିକ ଘଟଣା ଏବଂ ବଡ଼ ବଡ଼ ମଣିଷଙ୍କ ଉଦ୍ଧୃତିର ସହାୟତା ଲୋଡୁଥିଲେ। ଉଦାହରଣ ସ୍ୱରୂପ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଝଡ଼ର ଇଗଲ ଭାବେ, ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଅଭିହିତ କରିବା କଥା ଉଲ୍ଲେଖ କରି ଶ୍ରୀ ଗୁରୁ ନବୀନ ପଟ୍ଟନାୟକଙ୍କୁ ଫ୍ରି ଗେଟ୍ ପକ୍ଷୀ ରୂପେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ଫ୍ରି ଗେଟ୍ ପକ୍ଷୀ ଏକାଦିକ୍ରମେ 2 ମାସ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରେ। ଏ ପ୍ରକାର ଉପମା ବ୍ୟବହାର ଦ୍ୱାରା ଲେଖାଗୁଡ଼ିକ ଅଧିକ ଅର୍ଥମୟ କରିଛି। ସେହିପରି ଭାରତର ନିର୍ବାଚନ ରଣାଙ୍ଗନରୁ ସ୍ୱାଧୀନ ପ୍ରାର୍ଥୀମାନେ କ୍ରମେ ଉଭେଇ ଯାଉଛନ୍ତି। ଓଡ଼ିଶାରେ ଏକଦା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ବିଶ୍ୱନାଥ ଦାସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଜି ସେପରି କଥା ଚିନ୍ତା କରାଯାଇ ପାରିବ ନାହିଁ। ପ୍ରସଙ୍ଗକ୍ରମେ ସେ ବିଭିନ୍ନ ସମୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ନନ୍ଦିନୀ ଶତପଥୀ, ରାଧାନାଥ ରଥ, ଯୋଗେଶ ରାଉତ ଏବଂ ତ୍ରିଲୋଚନ କାନୁନଗୋଙ୍କ ପରି ରାଜନେତାଙ୍କ ଉଦାହରଣ ଦେଇ ସେମାନେ କିପରି ଓଡ଼ିଶାର ରାଜନୈତିକ ପରିବେଶକୁ ନିଜ ନିଜର ଅବଦାନ ଦ୍ୱାରା ପରିପୁଷ୍ଟ କରିଥିଲେ ତାହା ଉଲ୍ଲେଖ କରିଛନ୍ତି। ଭାରତୀୟ ରାଜନୀତିର ଆଉ ଗୋଟିଏ ବିଲକ୍ଷଣ ତାଙ୍କ ପ୍ରବନ୍ଧଗୁଡ଼ିକରେ ଉଲ୍ଲିଖିତ ହୋଇଛି, ତାହା ହେଉଛି ସ୍ୱଚ୍ଛତା ଓ ସାଧୁତାର ଅଭାବ। ଏହି ପ୍ରସଙ୍ଗରେ ସେ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏକ ଉଦ୍ଧୃତିର ଉଲ୍ଲେଖ କରିଛନ୍ତି। ବାଜପେୟୀ ଏକଦା କହିଥିଲେ, ଆମେ ଜନପ୍ରତିନିଧି ଭାବେ ଆମର ରାଜନୈତିକ ଜୀବନ ମିଛରୁ ହିଁ ଆରମ୍ଭ କରୁ। ନିର୍ବାଚନ ଖର୍ଚ୍ଚ ସଂକ୍ରାନ୍ତ ଆମର ହିସାବ ସମ୍ପୂର୍ଣ୍ଣ ମିଥ୍ୟା। ଭାରତ ତଥା ଓଡ଼ିଶାର ଦାରିଦ୍ର୍ୟ ପ୍ରସଙ୍ଗ ରଣଜିତ ଗୁରୁଙ୍କୁ ଅହରହ ବ୍ୟଥିତ କରୁଥିଲା। ତାଙ୍କର ଯୁକ୍ତି ହେଉଛି, ଦାରିଦ୍ର୍ୟ ଦୂରୀକରଣ ପାଇଁ ଆମ ଦେଶରେ ବହୁବିଧ ଯୋଜନା ଥିଲେ ମଧ୍ୟ ପ୍ରତିବଦ୍ଧତା ଏବଂ ଦାୟିତ୍ୱବୋଧର ଅଭାବ ହେତୁ ସେସବୁ ଇପ୍ସିତ ଲକ୍ଷ୍ୟ ହାସଲ କରିପାରୁନାହିଁ। 2010 ମସିହାରେ କେସିଙ୍ଗାରୁ କଟକ ଆସିଥିବା 41ଟି ଚାଉଳ ଭର୍ତ୍ତି ୱାଗନ କିପରି କଟକରେ ପହଞ୍ଚିଲା ବେଳକୁ 40ରେ ବଦଳି ଯାଇଥିଲା ଏବଂ ଆର ଗୋଟିକ ବଗି 20 ମାସ ପରେ ଅର୍ଥାତ୍ 2011 ଡିସେମ୍ବରରେ ଆସି ପହଞ୍ଚିଥିଲା, ତାହା ଗୋଟିଏ ପ୍ରବନ୍ଧରେ ସେ ଉଲ୍ଲେଖ କରିଛନ୍ତି। ଏହି ୱାଗନରେ ଥିବା ପ୍ରାୟ 11 ଲକ୍ଷ ଟଙ୍କାର ଚାଉଳ କଟକରେ ପହଞ୍ଚିଲା ବେଳକୁ ଖତ ହୋଇସାରିଥିଲା ଓ ତାହାକୁ ରେଳବାଇ ବିଭାଗ ଗାତ ଖୋଳି ପୋତି ଦେଇଥିଲେ। ଲେଖକ ରଣଜିତ ଗୁରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅନେକ ଗୁଡ଼ିଏ ପ୍ରବନ୍ଧ ଲେଖିଛନ୍ତି। ତେବେ 2010 ମସିହାରେ ବା ତା ପୂର୍ବରୁ
ନବୀନଙ୍କ ସମ୍ପର୍କରେ ତାଙ୍କର ପ୍ରତିକୂଳ ମନୋଭାବ 2017 ଓ 18 ମସିହା ବେଳକୁ କିଛିଟା ଅନୁକୂଳ ହୋଇଥିବା ପାଠକ ଲକ୍ଷ୍ୟ କରିବେ। ଉଦାହରଣ ସ୍ୱରୂପ ଗୋଟିଏ ପ୍ରବନ୍ଧରେ ସେ ନବୀନ ସରକାରଙ୍କ ମାଗଣା ଲ୍ୟାପଟପ୍ ଓ ମୋବାଇଲ ଫୋନ୍ ଦେବା କଥାକୁ ତୀବ୍ର ସମାଲୋଚନା କରି ଲେଖିଥିଲେ ଯେ ଶିକ୍ଷକ ନିଯୁକ୍ତି ବା ଚାଷର ଭିତ୍ତିଭୂମି ବିକାଶ ପରିବର୍ତ୍ତେ ଏମିତି ମାଗଣା ଉପହାର ଯୋଜନା ଚଳାଇବା ଦ୍ୱାରା ସରକାର ସମସ୍ୟା ଭିତରକୁ ନ ପଶି କ୍ଷମତା ଭୋଗର ଲାଳସା ଚରିତାର୍ଥ କରିବା ପାଇଁ କେବଳ ବ୍ୟାକୁଳ। 2019 ମସିହାରେ ନିର୍ବାଚନରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ଗୁରୁ ତାଙ୍କୁ ପ୍ରଶଂସା କରିବାରେ ବେଶ୍ ଉଦାରତା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀକରଣ ପରି ପଦକ୍ଷେପକୁ ସେ କଠୋର ଶବ୍ଦରେ ସମାଲୋଚନା କରିବା ସହ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜର ପଦମର୍ଯ୍ୟାଦା ଭୁଲି ଯାଇଥିବା କଥା ଉଲ୍ଲେଖ କରିଛନ୍ତି। ଓଡ଼ିଶା ରାଜନୀତି, ଶାସନ ଓ ବିକାଶ ଏହା ଏକ ଉଲ୍ଲେଖନୀୟ ପୁସ୍ତକ। ଓଡ଼ିଶା ଇତିହାସର ଗୋଟିଏ ନିର୍ଦ୍ଦିଷ୍ଟ ସମୟଖଣ୍ଡର ଚିତ୍ର ଧରି ରଖିବାକୁ ଏହା ବେଶ୍ ସମର୍ଥ ହୋଇପାରିଛି। ଏହା ଥିଲା ଏହି ବହିଟି ବିଷୟରେ କିଛି ଆଲୋଚନା। ଯଦି ଏ ବହିଟିକୁ ଅର୍ଡ଼ର କରିବାକୁ ଚାହୁଁଛନ୍ତି ତେବେ ଆମ ୱେବସାଇଟ୍ odisasop.com କୁ ଭିଜିଟ୍ କରନ୍ତୁ। ଥ୍ୟାଙ୍କ ୟୁ।